चौका भोरी भाग्य तो खेलुची चाके सुना मनीष खेलुची कपट पसा बाजी लगे पाप पुण्य कहा पाई खेलती कहा पाई गाला आउ कहा कपाल रे लुहर पखाला किए खेला सारे किए खेला सारे निये मिलनी आखि लुहर भिजुची पण तकानी लुहर भिजुची पण तकानी दिनमणि चले अस्त चला चले खाली आसी बसे कपटे ब्राह्मण कपटरे मागि नेब मो ठारू मो पंचपति रक्त पुणी महासती द्रौपदी हे माधव तुम को मो दुख गुड़ाक किसी देखा जाऊनी तमे केते दूर अछ माधव केउटी अछ तमे मु सही पारुनी माधव एते बड़ कलंक मत को मथा ऊपर रखी मो बंचीबाकू चाहूनी मो बंचीबाकू चाहूनी छाड़ी सा कला से धारी तू तुम्हें
যাজ্ঞসেনী যাজ্ঞসেনী তুমি কোন সত্যরে আসিছ মাধব? তুমি কোন সত্যরে আসিছ? হেলে মাধব রক্ষা করন্তু মাধব, এই করসকটু আপন মতে রক্ষা করন্তু। ମୁଁ ଆପଣଙ୍କୁ କିଛି ହେଲେ ମାଗୁନି, ମତେ ରକ୍ଷା କରିଦିଅନ୍ତୁ ମାଧବ, ରକ୍ଷା କରିଦିଅନ୍ତୁ ମତେ, ରକ୍ଷା କରି। ତମେ ଏ କଣ କହୁଛ ଯାଜ୍ଞସେନୀ? ସଂକଟ ପୁଣି ତୁମର ତୁମର ପୁଣି କି ସଂକଟ ଯାଜ୍ଞସେନୀ? କି ସଂକଟ ତୁମର? ମାଧବ ଆଜି ମୁଁ ମୋର ନିଜ ହାତରେ ଏତେ ବଡ଼ ସୁନାର ସଂସାରଟାକୁ ମୁଁ ଆଜି ସବୁଦିନ ପାଇଁ ଭାଙ୍ଗି ରୁଚି ଛୁରମାର କରିଦେବାକୁ ଆଜି ସବୁଦିନ ପାଇଁ ହଜିବାକୁ ଚାହୁଁଛି ମୋ ମଥାର ସିନ୍ଦୁର, ମୋର ଏଇ କରର ଶଙ୍ଖା, ମହିଷକାଳ ପରକାଳର ଦେବତା ସବୁ କିଛି ଆଜି ଚାଳି ପୋଡ଼ି ଛାରଖାର ହେବାକୁ ବସିଛି। କେବଳ ତମେ ଚାହିଁଲେ ମତେ ରକ୍ଷା କରିଦେଇ ପାରିବ ମାଧବ, ରକ୍ଷା କରିଦେଇ ପାରିବ ତମେ, ରକ୍ଷା କରିଦେଇ ପାରିବ। ତମେ ଏ କି ଅସମ୍ଭବ କଥା କହୁଛ ଯାଜ୍ଞସେନୀ? ତୁମ ପଞ୍ଚପତିଙ୍କର ମରଣ ନା ନା ଯାଜ୍ଞସେନୀ, ଏହା ଅସମ୍ଭବ, ଅସମ୍ଭବ ଏହା। ଏ ଅସମ୍ଭବକୁ ମୁଁ ଆଜି ସମ୍ଭବ କରିଦେଇଛି ମାଧବ, କାହିଁକି ନା ମୁଁ ଆଜି ନିଜେ ଜାଣି ଶୁଣି ଆଜି ମୋ ନିଜ ଜିହ୍ବାକୁ ମୁଁ ଆଜି ସବୁଦିନ ପାଇଁ ଛେଦନ କରିଦେଇଛି, ଛେଦନ କରିଦେଇଛି ମୁଁ। କେବଳ ତମେ ହିଁ ଚାହିଁଲେ ମତେ ରକ୍ଷା କରିଦେଇ ପାରିବ ମାଧବ, ରକ୍ଷା କରିଦେଇ ପାରିବ ତମେ, ରକ୍ଷା କରିଦେଇ ପାରିବ। କିନ୍ତୁ ଏହା ତ ବଡ଼ ଜଟିଳ ସମସ୍ୟା। କିପରି କିପରି ହେବ ଏ ସମସ୍ୟାର ସମାଧାନ ଯାଜ୍ଞସେନୀ? କିପରି ହେବ? ହଠାତ୍ କେହି ଜଣେ କପଟୀ ବ୍ରାହ୍ମଣ ଆସିଥିଲେ ମୋହର ନିକଟରେ, ସେ ମୋ ପାଖରେ କପଟରେ ସତ୍ୟ କରାଇ ମାଗି ନେଇ ଗଲେ ମୋ ଠାରୁ ମୋ ପଞ୍ଚପତିଙ୍କର ରକ୍ତ, ପୁଣି ମହାସତୀ ଦ୍ରୌପଦୀ ଠାରୁ। ହେଲେ ମାଧବ ଯଦି ମୁଁ ଆଜି ହେଇଯିବି ସତ୍ୟହରା, ତାହେଲେ ସବୁ କର୍ମ ଧର୍ମ ମୋର ହୋଇଯିବ ନଷ୍ଟ। ମୁଁ ତମକୁ କିଛି ହେଲେ ମାଗୁନି, ମତେ କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ କର ମାଧବ, ରକ୍ଷା କର ମତେ, ରକ୍ଷା କର, ରକ୍ଷା। ଯଜ୍ଞର ଅଗ୍ନିକୁଣ୍ଡରୁ ତୁମର ହୋଇଛି ଜନ୍ମ, ତମେ ଅଗ୍ନିକୁ ବର, କ୍ଷଣକରେ ତମେ ଏ ସାରା ସଂସାରକୁ ଧ୍ୱଂସ କରିଦେଇପାର। ତୁମକୁ ପୁଣି କିଏ ଧ୍ୱଂସ କରିବ ଯାଜ୍ଞସେନୀ? କିଏ ଧ୍ୱଂସ କରିବ ତୁମକୁ? କିପରି ତମେ ବୁଝିପାରିଲ ନାହିଁ ସେ କପଟୀ ବ୍ରାହ୍ମଣର ଅନ୍ତରର କଥାକୁ? କିପରି ତମେ ସତ୍ୟ କରି ଦାନ କରିଦେଲ ତୁମ ପଞ୍ଚପତିଙ୍କର ମଥାର ସିନ୍ଦୁରକୁ? କାହିଁକି କାହିଁକି ତୁମ ସତୀତ୍ୱର ଶକ୍ତିକୁ ଗୁପ୍ତ କରି ସହୁଛ ଏ ସଂସାରର ନାନା ନିର୍ଯାତନା? କାହିଁକି ଯାଜ୍ଞସେନୀ? କାହିଁକି? କଣ କରିପାରିବି